ପିଲାମାନେ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ ଅଛି। ଇମ୍ପୋର୍ଟାଣ୍ଟ ଅପଡେଟ୍ ହେଉଛି ଏଇଆ, ଆଜି 8 ଫେବୃଆରୀ ହେଲା କି ନାହିଁ, ରବିବାର 1 PM ଟୁ 6 PM ଭିତରେ ଆଜି ତୁମ ରେଜଲ୍ଟ ବାହାରିବାର ସମ୍ଭାବନା ବହୁତ ଅଛି। ସବୁ କାମ ସରିଯାଇଛି, ବାହାରିବାର ଚାନ୍ସେସ୍ ଅଛି। ଠିକ୍ ଅଛି, ଆଜି ସଣ୍ଡେ ପୁଣି ଅଛି। ଓକେ, କେମିତି ରେଜଲ୍ଟ ଦେଖିବ ନା, ଏଇ ଯେଉଁ ଲିଙ୍କ୍ ପାଇବ ଅଲରେଡ଼ି ତ ମୁଁ ଗତ ଭିଡ଼ିଓରେ ବି କହିଥିଲି। ଓକେ, ସିମ୍ପଲ୍ ଦୁଇଟା ୱେବସାଇଟ୍ ଅଛି। ଗୋଟେ ହେଉଛି ତୁମର ଏଇ ଯେଉଁ ୱେବସାଇଟ୍ result.oaventrance.com, ଏଠି ତୁମେ ଡାଇରେକ୍ଟ କ୍ଲିକ୍ କରିପାରିବ, କହିଲେ ତୁମକୁ ଡାଇରେକ୍ଟ ଲିଙ୍କ୍ ପାଇପାରିବ ସେଠୁ, ହେଲା କି ନାହିଁ। ଏଠି ତୁମେ ରୋଲ୍ ନମ୍ବର ଏଣ୍ଟର କଲେ ସମଥିଙ୍ଗ ଯାହା ବି ତୁମର ଅଛି ଫାଇନ୍ ରେଜଲ୍ଟ ମାରିବ। ବର୍ତ୍ତମାନ ପାଇଁ ଦେଖାଉଛି ପବ୍ଲିଶ ହେଇନି ବୋଲି, ଠିକ୍ ଅଛି। ତାପରେ ତୁମ ଡାଇରେକ୍ଟ ମାନେ ରେଜଲ୍ଟ ପେଜ୍କୁ ନେଇଯିବ। ନହେଲେ ଆଉ କେଉଁଠି ଦେଖିପାରିବ ନା, ଯେଉଁ BSc-Odisha.ac.in ସେଠି ଭିଜିଟ୍ କରିବ, ହେଲା କି ନାହିଁ। ସେଠି ଭିଜିଟ୍ କଲେ ଏଇ ଟାଇପ୍ର ଇଣ୍ଟରଫେସ୍ ଆସିବ। ଇନିସିଆଲି ଏଇ ଟାଇପ୍ର ଇଣ୍ଟରଫେସ୍ ଆସିବ। ଏଠି ଯେଉଁଠି ଦେଖିବ OAV ଏଣ୍ଟ୍ରାନ୍ସ ଟେଷ୍ଟ ପ୍ରଥମେ ଆସିବ, ସେଇଠି କ୍ଲିକ୍ କରି ଦେଖିବ। ଏଠି ରିଡ୍ ମୋର୍ ମାରିଦେଲେ ଦେଖିବ, ନୋଟିସ୍ କର, ଯେମିତି ଆଡ଼ମିଟ୍ କାର୍ଡ଼ ପେଜ୍ ବେଳେ ଆସିଥିଲା, କ'ଣ ଆସିଥିଲା, OAV ଏଣ୍ଟ୍ରାନ୍ସ ଟେଷ୍ଟର ଆଡ଼ମିଟ୍ କାର୍ଡ଼, ଏମିତି OAV ଏଣ୍ଟ୍ରାନ୍ସ ଟେଷ୍ଟର ରେଜଲ୍ଟ ଆସିବ। ଏଠି କ୍ଲିକ୍ କରିକି ପୁଣି 3ଟା ଲିଙ୍କ୍କୁ ଯାଇକି ତୁମେ ଚେକ୍ କରିବ। ଅଦରୱାଇଜ୍ ଏଇ ଯେଉଁ ଲିଙ୍କ୍ଟା ମୁଁ ତୁମକୁ ଭିଡ଼ିଓରେ ମେନସନ୍ କରିଦେବି, ଯେଉଁ ଡେସ୍କ୍ରିପ୍ସନ୍ରେ, ସେଇଠୁ ମାରିକି ଦେଖିପାରିବ। ଓକେ, ଚିନ୍ତା କରିବାର କିଛି ନାହିଁ, ଯାହା ତ ହେବା କଥା ହେଇସାରିଛି। ବର୍ତ୍ତମାନ ରେଜଲ୍ଟ ଦେଖିବାର ସମୟ, ଠିକ୍ ଅଛି। ତାପରେ ପୁଣି ମେରିଟ୍ ଲିଷ୍ଟ ବାହାରିବ, ଡୋଣ୍ଟ ୱରି। ଓକେ, ରେଜଲ୍ଟର 1.5 ମାସ ପରେ ମେରିଟ୍ ଲିଷ୍ଟ ବାହାରିବ। ଓକେ, କିନ୍ତୁ ଆମେ ବହୁତ ଦିନ ବୋଲେ ଏତେ ଦିନ ଅପେକ୍ଷା କରିବାକୁ ପଡ଼ିବନି। ଆମେ ଆମ ତରଫରୁ ଚେଷ୍ଟା କରିବୁ ବାହାର କରିବା ପାଇଁ, ଠିକ୍ ଅଛି। ଗତ ବର୍ଷ ବି ବାହାରିଥିଲା, ପିଲାମାନେ ଦେଖିଥିଲେ, ବହୁତ ପୂର୍ବରୁ ସେମାନେ ଜାଣିପାରିଥିଲେ ସେମାନଙ୍କ ସିଲେକ୍ସନ୍ ହେବ କି ନାହିଁ। ମୁଁ ବି ଆଡ଼୍ କରିଦେବି ଗତ ବର୍ଷ କେମିତି କ'ଣ ପିଲାମାନେ ଦେଖିଥିଲେ, ଠିକ୍ ଅଛି। ତୁମେ ବି କେମିତି ଦେଖିପାରିବ ରେଜଲ୍ଟ ବାହାରିଲା ପରେ, ସେଇଟା ବି ଭିଡ଼ିଓଟା ମୁଁ ଆଡ଼୍ କରିଦେବି। ସେଇ ପ୍ରୋସେସ୍ ଯାଇକି ତୁମେ ଦେଖିପାରିବ, ଠିକ୍ ଅଛି। ବ୍ୟସ୍ତ ହେବାର ନାହିଁ, ସବୁକିଛି ସରିଯାଇଛି। ଆଜି ହେଉଛି ଫାଇନାଲ୍ ଦିନ। ଆଜି ବାହାରିବାର ଚାନ୍ସେସ୍ ବିକା ସବୁକିଛି କାମ ସରିଯାଇଛି। ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ଗତ ବର୍ଷର କଟ୍ ଅଫ୍ କେତେ ଯାଇଥିଲା ଏବଂ ଗତ ବର୍ଷର ର୍ୟାଙ୍କ ଲିଷ୍ଟ ବିଷୟରେ ଡିସ୍କସନ୍ କରିବା। ତା ସହିତ ଏଇ ବର୍ଷ କଟ୍ ଅଫ୍ କେତେ ଯିବ, ଠିକ୍ ଅଛି। ତ ମନେ ରଖିଥାନ୍ତୁ, ଯେହେତୁ ଏଇ ବର୍ଷ କ୍ୱେଶ୍ଚନ୍ ବହୁତ ସହଜ ଥିଲା, ତେଣୁ ଗତ ବର୍ଷ ଅପେକ୍ଷା କଟ୍ ଅଫ୍ ନିଶ୍ଚିନ୍ତ ଅଧିକା ଯିବ, 4-5 ମାର୍କ ଅଧିକା କଟ୍ ଅଫ୍ ଆସିବ, ଠିକ୍ ଅଛି। କାରଣଟା ହେଉଛି ଏଇ ବର୍ଷ କ୍ୱେଶ୍ଚନ୍ ବହୁତ ସହଜ ଥିଲା। ଓକେ, ତ ଆମେ ଡିସ୍କସନ୍ କରିବା ପୂର୍ବରୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହି ରଖୁଛି, ଆମେ ମଧ୍ୟ OAVରେ ସିଲେକ୍ଟେଡ୍ ହୋଇଥିବା ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ପଢ଼ାଉ। ତ ସିମ୍ପଲ୍ ପୁରା ପିଓର ଓଡ଼ିଆ ବ୍ୟାକଗ୍ରାଉଣ୍ଡରୁ ଆସିକି ଆମ ପାଖରେ ଅନଲାଇନ୍ରେ ପଢ଼ିକି ତ ପିଲାମାନେ ଦେଖନ୍ତୁ କେତେ ଭଲ ସ୍କୋର କରିଛନ୍ତି, ଠିକ୍ ଅଛି। ଦେଖନ୍ତୁ ଏଇ ଯେଉଁ ପିଲାମାନେ 2024ର, ଏଇଟା ହେଉଛି ମୁଁ 5 ଇୟର୍ସ ହେଲା ପଢ଼ଉଛି, ଏଇଟା ହେଉଛି 24-25ର ହାଫ୍ ଇୟର୍ଲି ରେଜଲ୍ଟ। ନବୋଦୟରେ ସିଲେକ୍ଟେଡ୍ ହୋଇଥିବା ପିଲାମାନେ, ଏଠି ଗତ ବର୍ଷର ଆନୁଆଲ୍ ଏକ୍ଜାମ୍ ରିପୋର୍ଟ, ଏଇଟା ହେଉଛି ପିଲାମାନଙ୍କର ରିପୋର୍ଟ, ହେଲା କି ନାହିଁ, ସବୁ ଅଥେଣ୍ଟିକ୍ ରିପୋର୍ଟ। ଏଇଟା 24ର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଓକେ, ତେଣୁ ଆମେ ପିଲାମାନଙ୍କର ସେଇ ବେସିକ୍ ଜିନିଷଟା କ୍ଲିୟର କରୁଛୁ, ଯେଉଁଥିପାଇଁ ପିଲାମାନେ ଭଲ ପରଫର୍ମାନ୍ସ କରୁଛନ୍ତି। ତ ଆପଣଙ୍କ ପିଲା ଏଇ ବର୍ଷ ସିଲେକ୍ସନ୍ ହେଲେ ନିଶ୍ଚିତ ଆମ ପାଖରେ ଜଏନ୍ କରିପାରିବେ। ଏଠି ମଧ୍ୟ ଅନଲାଇନ୍ ବ୍ୟାଚ୍ର କଣ୍ଟାକ୍ଟ ନମ୍ବର ଦିଆହେଇଛି 9439220537। ଏଇ ନମ୍ବରରେ ହ୍ୱାଟ୍ସଆପ୍ ଅଛି, ତା ସହିତ ଆପଣ କଣ୍ଟାକ୍ଟ ବି କରିପାରିବେ, ହ୍ୱାଟ୍ସଆପ୍ ମେସେଜ୍ କରିପାରିବେ। ନିଶ୍ଚିତ ତାପରେ ଆପଣ ଜଏନିଂ ପ୍ରୋସେସ୍ ବୁଝେଇ ଦିଆଯିବ, ଠିକ୍ ଅଛି। ତ ଏବେ ଆମେ ଡିସ୍କସନ୍ ଆରମ୍ଭ କରିବା। ଓକେ, ତ ଏଇଟା ହେଉଛି ଆପଣଙ୍କର OAV ଦୁଆ ବାଲିକୁଦା ବ୍ଲକ, ଜଗତସିଂହପୁର ଡିଷ୍ଟ୍ରିକ୍ଟର ସେସନ୍ ହେଉଛି 25-26, ମାନେ ଗତ ବର୍ଷର କଟ୍ ଅଫ୍। ଓକେ, ସେମାନଙ୍କ ଅନରିଜର୍ଭ କାଟେଗୋରୀର ଭ୍ୟାକେନ୍ସି ଅଛି କେତେ ନା 64 ଭ୍ୟାକେନ୍ସି। ତ ଏଇଟା ଗତ ବର୍ଷର ନାହିଁ, ନୋଟିସ୍ କରନ୍ତୁ, ଏଇଠି ଲେଖା ହେଇଛି ଡେଟ୍ ହେଉଛି 19/3/2025ରେ ଏଇଟା ପାସ୍ ହେଇଛି। ତ ଏଇଟା 19/3 ପାସ୍ ହେଇଛି, ମାନେ ଏପ୍ରିଲ ମାସରେ ଆକ୍ଚୁଆଲି ମ୍ୟାକ୍ସିମମ୍ ମାର୍ଚ୍ଚ ଲାଷ୍ଟ ୱିକ୍ରେ ଆସିଛି ଏମାନଙ୍କର ସବୁ କ'ଣ ଅଫିସିଆଲ୍ ମେରିଟ୍ ଲିଷ୍ଟ, ହେଲା କି ନାହିଁ। ଆପଣ ଡେଟ୍ରୁ ଆପଣ କନଫର୍ମ ହେଇଗଲେ ଏପ୍ରିଲ ମାସ ପାଖାପାଖି ଲାଷ୍ଟ ୱିକ୍ ମାର୍ଚ୍ଚରେ ଆସିଛି। କିନ୍ତୁ ଏଇ ଯେଉଁ ଅଫିସିଆଲ୍ ମେରିଟ୍ ଲିଷ୍ଟ ବାହାରିବା ପୂର୍ବରୁ ଆମେ ମଧ୍ୟ ଗୋଟେ ପ୍ରୋଭିଜନାଲ୍ ମେରିଟ୍ ଲିଷ୍ଟ ବାହାର କରିଥିଲୁ, ଠିକ୍ ଅଛି। ଏଇଟା ଆମ ମାନେ ଯେଉଁ କୋଚିଂ କ୍ଲାସ୍ ତରଫରୁ। ଏଠି ଦେଖନ୍ତୁ ପିଲା ଅଛି, ତା ରୋଲ୍ ନମ୍ବର 2416 ସମଥିଙ୍ଗ, ସ୍ୱୟଂଶ୍ରୀ ମହାନ୍ତି। ବର୍ତ୍ତମାନ ତାର ରୋଲ୍ ନମ୍ବରଟା ମୁଁ ସର୍ଚ୍ଚ କରିବି, ଏଇଟା ହେଉଛି ଆମ ଡାଟାବେସ୍ରୁ, ଠିକ୍ ଅଛି। ସେଇଟା ଆମେ ପାଖାପାଖି 1.5 ମାସ ପୂର୍ବରୁ ପବ୍ଲିଶ କରିଥିଲୁ ଏବଂ ପିଲାମାନେ ଜାଣିପାରିଥିଲେ ସେମାନଙ୍କର ସିଲେକ୍ସନ୍ ହେବ କି ନାହିଁ, ବିକଜ ରେଜଲ୍ଟ ବାହାରିଲା ଫେବୃଆରୀ 9, ମାର୍ଚ୍ଚ ଲାଷ୍ଟରେ ଯାଇକି ବାହାରିଲା ମେରିଟ୍ ଲିଷ୍ଟ। ତେଣୁ ସେଇ ଯେଉଁ ପିଲାମାନଙ୍କ ଭିତରେ ଯେଉଁ ପ୍ୟାରେଣ୍ଟସ୍ମାନଙ୍କ ଭିତରେ ଯେଉଁ ଥାଏ କ'ଣ ହେବ କ'ଣ ନାହିଁ, ତ ସେଇଟା ଆମେ ୱିଦିନ୍ ଫ୍ୟୁ ୱିକ୍ସ ଆମେ ମାନେ ପିଲାମାନଙ୍କର ସେ ଯେଉଁ କନଫ୍ୟୁଜନଟା ଆମେ ଦୂର କରିଦେଇଥିଲୁ, ସେ ଯେଉଁ ଓରିନେସ୍ଟା। ତ ଆପଣ ଏଇ ବର୍ଷ ରେଜଲ୍ଟ ବାହାରିଲେ 2026ରେ ମଧ୍ୟ ଆପଣ ର୍ୟାଙ୍କ ଦେଖିପାରିବେ। କେମିତି ଦେଖିବେ, ସେଇଟା ଆପଣଙ୍କୁ ଏଇ ଯେଉଁ ଲେଫ୍ଟ ସାଇଡ଼୍ରେ ଗୋଟେ ଭିଡ଼ିଓ ପ୍ଲେ ହେଉଥିବ, ସେଥିରେ ଆପଣ ଦେଖିପାରିବେ, ଠିକ୍ ଅଛି। ଏଇ ପ୍ରୋସେସ୍ରେ ବର୍ତ୍ତମାନ ଦେଖନ୍ତୁ, ଏଇଟା ମୁଁ ସର୍ଚ୍ଚ କଲି। ଓକେ, ସର୍ଚ୍ଚ କଲି, ଦେଖନ୍ତୁ ଲେଖା ହେଇଛି ଜଗତସିଂହପୁର, ଆପ୍ଲାଇଡ୍ OAV ହେଉଛି OAV ଦୁଆ, ବ୍ଲକ ହେଉଛି ବାଲିକୁଦା।
है कि जनरल वैकेंसी 64 तादर वुमेन सिलेक्शन है 32टा एससी वैकेंसी हूँ 16टा एससी वुमेन वैकेंसी अच्छी 8टा तो प्रथम पिला देखो केते आकुरेट देखो 1 नंबर रही है स्वयंश्री महांती 2 नंबर रही है रुद्र प्रकाश भोल जोटा कि आम ऑफिशियल मेरिट लिस्ट 1.5 मास पूर्व पब्लिश करूँ ओडिशा बहुत लोग देखिक मैंने से जो चिंताटा दूर होता ठीक अच्छे रुद्र प्रकाश भोल सेकेंड रे दिव्याश्री महांती थर्ड रे प्रतीक विश्वाल पूरा रैंक वाइज कन्फर्म देखो के 10 नंबर रैंक रे किए अच्छे विश्वरूपा बेहेरा ये 10 नंबर रैंक रे किए अच्छे विश्वरूपा बेहेरा है कि नहीं मनकर देखिए 20 नंबर रैंक रे 20 नंबर रैंक रे किए अच्छी श्रुति स्वयं जेना ये 20 नंबर रैंक रे किए अच्छे देखा तो मैंने श्रुति स्वयं जेना पीडीएफ को देखिए एपटर स्क्रीन को देखिए है कि नहीं तो पीडीएफटा हूँ ऑफिशियल मेरिट लिस्ट तो 1.5 मास पूर्व आम पब्लिश करते रैंक हूँ जो जोड़ा देखा आपंकर ग्रीन रे ओके तो देखो केते एक्यूरेट रैंक अच्छी 30 रे किए अच्छी निराकर विश्वाल 30 रे किए अच्छी निराकर विश्वाल ऑफिशियल मेरिट लिस्ट पीडीएफ को देखो निराकर विश्वाल अच्छी 30 रे ओके तापर जे आम कोटी की 40 नंबर रैंक 40 रे किए अच्छी सौम्याराणी बाहिर पीडीएफ को देखा बर्तमान यहाँ हूँ 40 रैंक देखो ये आम मेरिट लिस्ट बाहर कर 1.5 मंथ्स बिफोर ये 40 अच्छी सौम्याराणी बाहिर ठीक अच्छे पूरा केते आकुरेट देखो चेंजेस कौटी हम द चेंजेसटा हूँ क्या ना आपण मैंने जानी जो मानकर आमर सिलेक्शन जो होती गवर्नमेंट एमपी एमएलए कोटा ये जो 10टा ये 10टा पिला एंट्री होती आमर 64 रैंक जाए सिलेक्शन होता ग्रीन माने सिलेक्टेड बट से जो 10टा पिला एंट्री हेले तो से 10टा पिला तल आड़ कटिगले 64 रु कटिगले के अप टू 54 रे ऑफिशियल मेरिट लिस्ट सिलेक्शन होती ऐश्वर्या महांती देखिए 54 आम रैंक अच्छी कि नहीं सी 54 सिलेक्शन होती ऐश्वर्या महांती बुझे कि नहीं तो कटअप गला से 37 हूँ जनरल कैटेगरी ये कटअप जाइए 37 जाइए आपंकर ऑफिशियल मेरिट लिस्ट 37 जाइए तो ये के अनुमान करूँ आम जो 1.5 मास पूर्व पब्लिश करूँ के एक्यूरेट थिला तो केवल से चेंज लगा ना गवर्नमेंट एमपी एमएलए कोटा चेंज है तेणु ये वर्ष रिजल्ट बाहर 2026 बाहर 9 बाहर मेरिट लिस्ट तार किस दिन भितर जदि ठीक ठाक सब चलो रैंक भी बाहर तो आप निजे तार 1.5 मास पूर्व आपंकर जो चिंता थी पिला सिलेक्शन हम कि नहीं दूर करेंगे और केमती जो रैंक देखिए ऑफिशियल मेरिट लिस्ट पूर्व जो साइड रे जो लेफ्ट साइड जो वीडियो प्ले होची से वीडियो बुझा जाइए सिंपल बुझा तो जाए सिंपल कहूँ तार स्क्रीनशॉट माध्यम अपन से प्रोसेस जाएंगे ओ भेगाटी मैप डाउनलोड करके मेरिट लिस्ट सेक्शन विजिट करके देखिपारे ठीक अच्छे रिजल्ट बाहरला जाए जहाँ ओके ता पूर्व किसी रैंक आसीपर ना।